ଆପଣଙ୍କ ମନ୍ଦାର ଗଛରେ ଗ୍ରୋଥ ଆସୁନି କିମ୍ବା ଫୁଲ ଫୁଟୁନି କି? ତାହେଲେ ବିନା ଖତରେ ଆଉ ବିନା ଖର୍ଚ୍ଚରେ ଆପଣଙ୍କ ମନ୍ଦାର ଗଛରୁ କେମିତି ଆପଣ ଏଭଳି ଭାବେ ସୁନ୍ଦର ସୁନ୍ଦର ଫୁଲ ପାଇପାରିବେ ସେ ବିଷୟରେ ଆଜିର ଭିଡିଓରେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଦେଖନ୍ତୁ, ଏହା ହେଉଛି ମୋର ଗୋଟେ ହାଇବ୍ରିଡ ମନ୍ଦାରର ଗଛ। ଏଥିରେ କେତେ ସୁନ୍ଦର ଭାବେ ଫୁଲ ଦୁଇଟି ଫୁଟିଛି। ଫୁଲର କଲର ଦେଖନ୍ତୁ ଆଉ ସାଇଜ ଦେଖନ୍ତୁ। ଏହା ସହିତ ଗଛରେ କେତେ ସାରା କଢ ମଧ୍ୟ ଆସିଛି। ଦେଖନ୍ତୁ, ବହୁତ ସାରା କଢ ଏଥିରେ ଆସିଛି ଆଉ ଫୁଲର କଲର ସାଇଜ ମଧ୍ୟ ପରଫେକ୍ଟ ଅଛି। ବିନା ଖତରେ ଆଉ ବିନା ପଇସା ଖର୍ଚ୍ଚରେ ଏଭଳି ଭାବେ ସୁନ୍ଦର ସୁନ୍ଦର ଫୁଲ ଏଇ ଗଛରେ ଫୁଟିଛି। ଗଛକୁ 15 ଦିନ ପୂର୍ବରୁ ମୁଁ କିଛି ଜିନିଷ ଦେଇଥିଲି ଯାହାକି ସମ୍ପୂର୍ଣ୍ଣ ରୂପେ ମାଗଣା, ଆଉ ସେଥିରେ କିଛି ଖତର ମଧ୍ୟ ମୁଁ ବ୍ୟବହାର କରିନଥିଲି। ଆଉ 15 ଦିନ ପରେ ଦେଖନ୍ତୁ ଗଛରେ କେତେ ସୁନ୍ଦର ଭାବେ ଗ୍ରୋଥ ଆସିଛି, କେତେ ସାରା ଫୁଲ ଏଇଥିରେ ଫୁଟିଛି। ଏଇ ଯୋଉ ଫୁଲ ଗୁଡିକ ଅଛି, ଫୁଲର ସାଇଜ ମଧ୍ୟ ବହୁତ ବଡ ଅଛି। ଆପଣ ମାନେ ଦେଖିପାରୁଥିବେ, କଲର ବି ଦେଖିପାରୁଥିବେ, ପରଫେକ୍ଟ ଆସିଛି। ଏଇଠି ଦେଖନ୍ତୁ, ହାତର ପାପୁଲି ଆଉ ଆଙ୍ଗୁଳି ମିଶିକି ଯେତିକି ହେବ এই ফুলର ସାଇଜ ତାଠାରୁ ମଧ୍ୟ ବଡ ଅଛି। ଆପଣ ମଧ୍ୟ ଯଦି ଆପଣଙ୍କ ମନ୍ଦାର ଗଛରୁ ଏଭଳି ଭାବେ ବଡ ଆକାରର ଫୁଲ ଆଉ ବହୁତ ସାରା ଫୁଲ ପାଇବା ପାଇଁ ଚାହୁଁଛନ୍ତି, ଏତେ ସାରା କଢ ଆପଣଙ୍କ ଗଛରୁ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆଜିର ଭିଡିଓଟିକୁ ସ୍କିପ୍ ନ କରି ସମ୍ପୂର୍ଣ୍ଣ ଦେଖନ୍ତୁ। ଏଇଠି ଦେଖନ୍ତୁ, ଇଏ ହେଉଛି 15 ଦିନ ପୂର୍ବର ମନ୍ଦାର ଗଛ, ଯାହାକି ପାଖାପାଖି 20 ରୁ 25 ଦିନ ପୂର୍ବର ମଧ୍ୟ ଆପଣ କହିପାରିବେ। ଗଛଟି ଦେଖନ୍ତୁ, ଗଛରେ ଡାଳ ତ ଅଛି, ପତ୍ର ମଧ୍ୟ ଅଛି, କିନ୍ତୁ ଏତେ ସାରା କଢ ନାହିଁ କିମ୍ବା ଗଛର ଗ୍ରୋଥ ମଧ୍ୟ ଏତେ ଭଲ ନାହିଁ। ଗଛର ଗ୍ରୋଥ କୁ ଭଲ କରିବା ପାଇଁ କିମ୍ବା ସେଥିରେ ଫୁଲ ଆଣିବା ପାଇଁ ମୁଁ ଆଜି କିଛି ଖତର ବ୍ୟବହାର କରିବି ନାହିଁ। ସମ୍ପୂର୍ଣ୍ଣ ରୂପେ ମାଗଣା ଜିନିଷରେ ଏଥିରେ ବହୁତ ସାରା କଢ ଆଉ ଫୁଲ ଆସିବ। ଫୁଲ ଆଉ କଢ ପାଇବା ଆଗରୁ ବା ଏଥିରେ କିଛି କାମ କରିବା ପୂର୍ବରୁ ପ୍ରଥମେ ତ ଗଛରେ ଯେଉଁ ଖରାପ ପତ୍ର ଗୁଡିକ ଥିବ ଆପଣ ସେଇ ସବୁକୁ କାଢି ନିଅନ୍ତୁ। ଏହାପରେ ଆମେ ଏଥିରେ କିଛି କାମ କରିବା। ପ୍ରଥମେ ଗଛର ଯେଉଁ ମାଟି ଥିବ ତାହାକୁ ଆପଣ ହାଲୁକା କରିନିଅନ୍ତୁ। ଏହି କାମ କରିବା ପୂର୍ବରୁ ଆପଣ ଧ୍ୟାନ ରଖିବେ ଯେମିତିକି ଗଛର ମାଟିଟି ସମ୍ପୂର୍ଣ୍ଣ ରୂପେ ଶୁଖିଲା ଥିବ କିମ୍ବା ଏଇଭଳି ଭାବେ ହାଲକା ଓଦା ଥିବ। ଅତ୍ୟଧିକ ପାଣି ଯେତେବେଳେ ଏଥିରେ ଜମିକି ଥିବ ସେତେବେଳେ ଆପଣ ଏହି କାମ ବିଲକୁଲ ବି କରିବେ ନାହିଁ। ଏଇଭଳି ଭାବେ ଦେଖନ୍ତୁ, ହାଲକା ଓଦା ଥିବ କିମ୍ବା ମାଟିଟି ସମ୍ପୂର୍ଣ୍ଣ ଶୁଖିଲା ଥିବ, ସେତେବେଳେ ଆପଣ ଏହି କାମ କରିବେ। ମାଟିଟିକୁ ଆପଣ ହାଲୁକା କଲା ବେଳେ କିଛି ଚେର ଆପଣଙ୍କ ନଜର ଆସିବ, ବ୍ୟସ୍ତ ହେବାର କିଛି ବି ଆବଶ୍ୟକତା ନାହିଁ। ଆଉ ଗଛର ଯେଉଁ ତଳେ କିଛିଟା ପତ୍ର ଥିବ সেই ସବୁକୁ ମଧ୍ୟ ଆପଣ କାଢି ନେବେ, ଯାହା ଫଳରେ କି ଗଛର ମୂଳରେ ଭଲ ଭାବେ ସୂର୍ଯ୍ୟାଲୋକ ପହଞ୍ଚି ପାରିବ ଆଉ ଗଛଟି ଆପଣଙ୍କର ଭଲ ଭାବେ ବଢି ପାରିବ। ତାର ମାଟିରେ କୌଣସି ପ୍ରକାର ପୋକ ଲାଗିବେ ନାହିଁ କିମ୍ବା ଫଙ୍ଗସ ମଧ୍ୟ ଲାଗିବେ ନାହିଁ। ସେଥିପାଇଁ ତଳ ଆଡକୁ ଯାହା ବି ଶୁଖିଲା ପତ୍ର ଥିବ ସେଗୁଡିକୁ ଆପଣ କାଢି ନେବେ। ମାଟି ଯେତେବେଳେ ଆପଣ ଖୋଳିବେ, ସବୁବେଳେ କଣ କରିବେ ନା କୁଣ୍ଡର ଚାରି କଡରୁ ଆପଣ ମାଟି ଖୋଳିବେ। ଗଛର ମୂଳକୁ ବେଶୀ ଡିଷ୍ଟର୍ବ କରିବେ ନାହିଁ। ଏଭଳି ଭାବେ ହାଲକା ହାଲକା ଚେର ଯେମିତି ନଜର ଆସୁଥିବ ସେଇଭଳି ଭାବେ ଆପଣ ମାଟି ଗୁଡିକୁ କାଢି ନେବେ। ଗଛର ଚାରି କଡରୁ, ତାର ମୂଳରୁ ବିଲକୁଲ ବି ଆପଣ ମାଟି କାଢିବେ ନାହିଁ। এই କାମ ଆପଣ ସବୁବେଳେ ସନ୍ଧ୍ୟା ସମୟରେ କରିବେ, ସକାଳ ସମୟରେ କିମ୍ବା ଖରାବେଳ ସମୟରେ ବିଲକୁଲ ବି କରିବେ ନାହିଁ। ମନ୍ଦାର ଗଛରେ ଯଦି ଆପଣଙ୍କର କିଛି ବି ପୋକ ଲାଗୁଛନ୍ତି ତାହେଲେ ତାର ମଧ୍ୟ ଆପଣ କେମିତି ସମାଧାନ କରିବେ, ସେ ପୋକକୁ ଆପଣ କେମିତି ମନ୍ଦାର ଗଛରୁ ଦୂର କରିପାରିବେ ସେ ବିଷୟରେ ମଧ୍ୟ ମୁଁ ଏହି ଭିଡିଓରେ ଆପଣମାନଙ୍କ ସହିତ ସେୟାର କରିବି। ଭିଡିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଇଭଳି ଭାବେ ଦେଖନ୍ତୁ, ଯେକୌଣସି ଗୋଟିଏ ଷ୍ଟିକ୍ ସାହାଯ୍ୟରେ କିମ୍ବା ଲୁହା ରଡ୍ ସାହାଯ୍ୟରେ ଆପଣ ଏଇଭଳି ଭାବେ ମାଟିକୁ ହାଲୁକା କରିକି ତାର ଚାରି କଡରୁ ଆପଣ ମାଟି ଗୁଡିକୁ କାଢି ନେବେ। ଯେମିତି କହିଲି, ଗଛର ମୂଳକୁ ଆପଣ ବେଶୀ ବି ଡିଷ୍ଟର୍ବ କରିବେ ନାହିଁ ଆଉ ତାର ତଳେ ଯାହା ବି ପତ୍ର ଅଛି ତାକୁ କାଢି ନେବେ। ଯଦି ଆପଣ ଡାଳ କିଛି କାଟିବା ପାଇଁ ଚାହୁଁଛନ୍ତି ଯାହାକି ତଳେ ଅଛି ତାକୁ ମଧ୍ୟ କାଢି ପାରିବେ। ଏହା ସହିତ ବର୍ତ୍ତମାନ ଆପଣ ମନ୍ଦାରର ଡାଳ ମଧ୍ୟ ଲଗେଇ ପାରିବେ। ବର୍ତ୍ତମାନ ହେଉଛି ପରଫେକ୍ଟ ସମୟ। ମନ୍ଦାର ଡାଳ ବର୍ତ୍ତମାନ ବହୁତ ସୁନ୍ଦର ଭାବେ ବଢିବ। ଯେମିତିକି ଆମେ ଖରା ଦିନେ ଯେତେବେଳେ ଡାଳ ଲଗେଇଥାନ୍ତି ବହୁତ ଗୁଡିଏ ଡାଳ ଆମର ଖରାପ ହେଇଯାଇଥାଏ। ବର୍ଷା ଦିନରେ ମଧ୍ୟ ଫଙ୍ଗସ ଲାଗିବା କାରଣରୁ ବହୁତ ଗୁଡିଏ ଡାଳ ଖରାପ ହେଇଯାଇଥାଏ, କିନ୍ତୁ ଶୀତ ଦିନରେ ସେମିତି କିଛି ବି ପ୍ରୋବ୍ଲେମ ନଥାଏ। ଯେଉଁ ଗଛର ଯେତେବେଳେ ଗୋଇଂ ସିଜନ ହେଇଥାଏ ସେଇ ସମୟରେ ଆପଣ ସେଇ ଡାଳ ଲଗେଇଲେ ସେ ଭଲ ଭାବେ ବଢିଥାଏ। ମାଟିକୁ ମୁଁ କାଢି ନେଇଛି। ଏବେ ଏଇଠି ଦେଖନ୍ତୁ, ରୋଷେଇ ଘରୁ ଆପଣଙ୍କର ତ ପ୍ରତ୍ୟେକ ଦିନ କିଛି ନା କିଛି ପରିବାର ଚୋପା ବାହାରୁଥିବ। ସେ ପରିବା ଚୋପାକୁ ଆପଣ ବିଲକୁଲ ବି ଫୋପାଡନ୍ତୁ ନାହିଁ। ପରିବା ଚୋପା ଆପଣ ଲିକ୍ୱିଡ ଫର୍ଟିଲାଇଜର ବନେଇକି ଦିଅନ୍ତୁ, ଖତ ବନେଇକି ଦିଅନ୍ତୁ କିମ୍ବା ଏଇଭଳି ଭାବେ ଆପଣ ଡାଇରେକ୍ଟ ମଧ୍ୟ ଦେଇପାରିବେ। ଏଇଠି ବହୁତ ଗୁଡିଏ ପରିବା ଚୋପା ଅଛି, ଯେମିତିକି କୋବିର ଚୋପା ଅଛି, ମଟର ଛୁଇଁର ଚୋପା ଅଛି, ପିଆଜର ଚୋପା, ରସୁଣର ଚୋପା, ଆଳୁ ଚୋପା, କଦଳୀ ଚୋପା, ଏମିତି କିଛି ପରିବାର ଚୋପା ଅଛି। ଆପଣଙ୍କ ରୋଷେଇ ଘରୁ ଯାହା ବି ପରିବା ଚୋପା ବାହାରୁଛି ଆପଣ ତାହାର ବ୍ୟବହାର କରିପାରିବେ। ଏହା ସହିତ ଅଣ୍ଡାର ଯେଉଁ ଖୋଳପା ଥାଏ ତାହାକୁ ମଧ୍ୟ ନେଇପାରିବେ, କିନ୍ତୁ ସିଝା ଅଣ୍ଡାର ଖୋଳପା ନେବେ ନାହିଁ କିମ୍ବା ରୋଷେଇ ହେଇଥିବା ଜିନିଷର ଆପଣ ବ୍ୟବହାର କରିବେ ନାହିଁ। କଞ୍ଚା ଜିନିଷର ସବୁବେଳେ ବ୍ୟବହାର କରିବେ। ଯେମିତିକି ଏଇଠି ସବୁ ଚୋପା ଗୁଡିକ କଞ୍ଚା ହିଁ ଅଛି, ଏଥିରେ କିଛି ବି ସିଝା ଜିନିଷ ମୁଁ ଆଡ୍ କରିନି। ତ ଏଇ ଚୋପା ଗୁଡିକୁ ଆପଣ ଦେବେ ଆପଣଙ୍କ ମନ୍ଦାର ଗଛରେ। ପ୍ରତିଦିନ ତ ଆପଣ ୟାକୁ ଫୋପାଡ଼ି ଦେଉଛନ୍ତି, କିନ୍ତୁ ୟାକୁ ବ୍ୟବହାର କରିକି ଆପଣଙ୍କ ମନ୍ଦାର ଗଛରୁ ଆପଣ ଢେର ସାରା ଫୁଲ ପାଇପାରିବେ।
ଏହା ସହିତ ଆପଣ ଏଥିରେ କିଛି ଚାହା ପତିର ମଧ୍ୟ ବ୍ୟବହାର କରିପାରିବେ, ଯାହାକି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଫ୍ରି। ଆପଣଙ୍କ ରୋଷେଇ ଘରୁ ପ୍ରତିଦିନ ସେ ବାହାରିଥାଏ, ଆପଣ ତାକୁ ପ୍ରତିଦିନ ହିଁ ଫିଙ୍ଗି ଦେଇଥାନ୍ତି। ତେଣୁ ଏସବୁ ମାଗଣାର ଜିନିଷ ଆପଣ ବ୍ୟବହାର କରିପାରିବେ। ଏଇ ଯୋଉ ଚୋପା ଗୁଡ଼ିକୁ ଆପଣ ଯେତେବେଳେ ଗଛର ମୂଳରେ ଦେବେ, ତାର ମୂଳରେ ବିଲକୁଲ ଦେବେ ନାହିଁ। ଯେଉଁଠୁ ମାଟି କାଢିଲେ କୁଣ୍ଡରେ ଚାରି କଡ଼ରେ ଆପଣ ଏହି ଚୋପା ଗୁଡ଼ିକୁ ଦେଇଦେବେ। ଚୋପା ଗୁଡ଼ିକ ଦେଲା ଆଗରୁ ଆପଣ କଣ କରିବେ ନା, ଯେଉଁ ବଡ ବଡ ଚୋପା ଗୁଡ଼ିକ ଥିବ ତାକୁ ଛୋଟ ଛୋଟ ପିସ୍ କରିନେବେ, ଯାହାଫଳରେ କି ସେ ଶୀଘ୍ର ଡିକମ୍ପୋଜ ହେଇପାରିବ। ଏଇ ଯୋଉ ଚୋପା ଆମେ ଦେବା, ଇଏ ପାଖାପାଖି 15 ରୁ 20 ଦିନ ଭିତରେ ହିଁ ଡିକମ୍ପୋଜ ହେଇଯିବ। ଯଦି କିଛି ବଡ ବଡ ପିସ୍ ବାଲା ଚୋପା ଆପଣ ନେଉଛନ୍ତି, ତାହେଲେ ତାକୁ ଛୋଟ ଛୋଟ ପିସ୍ କରିନେବେ, ଯାହାଫଳରେ କି ସେ ଶୀଘ୍ର ଡିକମ୍ପୋଜ ହେଇପାରିବ, ବେଶୀ ସମୟ ଲାଗିବ ନାହିଁ। ଚୋପା ଗୁଡ଼ିକ ଯେତେବେଳେ ଧୀରେ ଧୀରେ ଡିକମ୍ପୋଜ ହେବା ପାଇଁ ଲାଗିବ, ଆପଣ ଆପଣଙ୍କ ଗଛରେ ଧୀରେ ଧୀରେ କରିକି ଗ୍ରୋଥ ମଧ୍ୟ ଦେଖିବା ପାଇଁ ପାଇବେ, ଆଉ ସେଥିରେ ନୂଆ ନୂଆ କଢ଼ ଆଉ ଫୁଲ ମଧ୍ୟ ଦେଖିବା ପାଇଁ ପାଇବେ। ଏଭଳି ଭାବେ ଦେଖନ୍ତୁ, ଗଛର ମୂଳରୁ କିଛି ବାଟ ଛାଡିକି ତାର ଚାରି କଡ଼ରୁ ଆମେ ଯେଉଁ ମାଟି କାଢିଛନ୍ତି, ସେଇ ଜାଗାରେ ଏହି ଚୋପା ଗୁଡ଼ିକୁ ଦେଇଦେବା। ଚୋପା ଗୁଡ଼ିକୁ ଦେଇ ସାରିଲା ପରେ ଆମକୁ ଏଥିରେ ଆଉ କିଛି ମଧ୍ୟ କାମ କରିବା ପାଇଁ ପଡିବ, କାହିଁକି ନା ଯେତେବେଳେ ଚୋପା ଗୁଡ଼ିକ ଧୀରେ ଧୀରେ ଡିକମ୍ପୋଜ ହେବ, ସେଥିରେ କିଛିଟା ପୋକ ମଧ୍ୟ ଲାଗିପାରନ୍ତି। ତ ସେଇ ପୋକମାନଙ୍କୁ ଦୂରରେ ରଖିବା ପାଇଁ ଆମେ ଏଥିରେ ଆଉ କିଛି କାମ କରିବା। ଆପଣ ଭିଡିଓଟିକୁ ଆଗକୁ ଦେଖନ୍ତୁ, ଜାଣିପାରିବେ। ଚୋପା ଗୁଡ଼ିକୁ ଦେଇ ସାରିଲା ପରେ ମୁଁ ଏଇଠି ଗୋଟେ ପତଳା ଲେୟର ମାଟି ଦେଇଦେବି। ବେଶୀ ମୋଟା ଲେୟର ମାଟି ଦେବେ ନାହିଁ, ଗୋଟେ ପତଳା ଲେୟର ମାଟି ଆପଣ ଦେଇଦେବେ, ଯାହାଫଳରେ କି ସେଇ ଚୋପା ଗୁଡ଼ିକ ଜଷ୍ଟ ହାଲକା ଟିକେ ଘୋଡେଇ ହେଇକି ରହିବ। ଏଭଳି ଭାବେ ଦେଖନ୍ତୁ, ଯେଉଁ ମାଟି ଗୁଡ଼ିକ କାଢିଦେଲି ସେଇ ମାଟିର ହିଁ ମୁଁ ବ୍ୟବହାର କରୁଛି। ଯଦି ଆପଣଙ୍କ ପାଖରେ କିଛି ବି ଖତ ଅଛି, ତାହେଲେ ଆପଣ ଏଇ ମାଟିରେ ଗୋଳେଇକି ଦେଇପାରିବେ, ଯାହାଫଳରେ କି ଏଇ ଯୋଉ ଆମେ ସବୁ ଚୋପା ଗୁଡ଼ିକ ଦେଲେ ସେ ଶୀଘ୍ର ଡିକମ୍ପୋଜ ହେଇପାରିବ। କିମ୍ବା ଯେମିତିକି କହିଲି, ଚାହା ପତିର ମଧ୍ୟ ବ୍ୟବହାର କରିପାରିବେ, ଯାହାକି ସମ୍ପୂର୍ଣ୍ଣ ରୂପେ ଫ୍ରି। କିନ୍ତୁ ମୁଁ ଏଇଠି କିଛି ବି ଖତର ବ୍ୟବହାର କରିନି, ଯେଉଁ ମାଟି କାଢିଥିଲି ସେଇ ମାଟିକୁ ହିଁ ଦେଇଦେଇଛି। ଏହାପରେ ଏଇଠି ଅଳ୍ପ କିଛି ପାଉଁଶ ମୁଁ ଛିଞ୍ଚି ଦେଇଛି, ଯାହାଫଳରେ କି ଯେତେବେଳେ ସେଇ ପରିବା ଚୋପା ଗୁଡ଼ିକ ଡିକମ୍ପୋଜ ହେବ, ସେଥିରେ ପିମ୍ପୁଡି ଲାଗିବେ ନାହିଁ, କୌଣସି ପ୍ରକାର ପୋକ ଲାଗିବେ ନାହିଁ, ଏହା ସହିତ ସେଥିରେ ଫଙ୍ଗସ ମଧ୍ୟ ଲାଗିବ ନାହିଁ। ଗଛଟି ଆମର ବିଲକୁଲ ବି ଖରାପ ହେବ ନାହିଁ। ଯେଉଁମାନେ ସାଧାରଣତଃ ଡରିଥାନ୍ତି କି ଆମେ ଯଦି ଏମିତି ଡାଇରେକ୍ଟ ପରିବା ଚୋପା ଦେବା କିମ୍ବା ପରିବା ଚୋପାର ତରଳ ଖତ ଦେବା, ତାହେଲେ ଆମର ଗଛରେ ଫଙ୍ଗସ ଲାଗିପାରେ, ମାଟିରେ ଫଙ୍ଗସ ଲାଗିପାରେ, ତ ସେମିତି ବିଲକୁଲ ବି ହେବ ନାହିଁ। ଆପଣ ଏଭଳି ଭାବେ ପାଉଁଶକୁ ଦେଇପାରିବେ, ଯାହାଫଳରେ କି ଗଛରେ ଫଙ୍ଗସ ଲାଗିବ ନାହିଁ। ତ ଏହାପରେ ପୁଣି କିଛି ମାଟି ମୁଁ ଆଡ୍ କରି ନେଇଛି, ଆଉ ପୁରା ଉପର ଲେୟରରେ କିଛି ଅଧିକ ମାତ୍ରାରେ ପାଉଁଶର ମୁଁ ବ୍ୟବହାର କରିଛି। କିନ୍ତୁ ବେଶୀ ଅଧିକ ମାତ୍ରାରେ ପାଉଁଶ ଆପଣ ଦେବେ ନାହିଁ, ଅଧିକ ମାତ୍ରାରେ ପାଉଁଶ ଦେବା ଦ୍ୱାରା ଗଛଟି ଆପଣଙ୍କର ଜଳି ଯାଇପାରେ। ସେଥିପାଇଁ ଅଳ୍ପ କିଛି ମାତ୍ରାରେ ପାଉଁଶ ନେଇକି ସେ ପୁରା ଉପର ଲେୟରରେ ମୁଁ ଦେଇଦେଇଛି। ଏସବୁ ଜିନିଷ ଦେଲା ପରେ ଆପଣ ଏଥିରେ ପାଣି ଦେଇଦେବେ, ବହୁତ ଭଲ ଭାବେ ପାଣି ଦେଇଦେବେ। କିନ୍ତୁ ଯେହେତୁ ଏଠି ମାଟି ମୋର ଟିକେ ଓଦା ଅଛି, ସେଥିପାଇଁ ମୁଁ ବେଶୀ ଅଧିକ କ୍ୱାଣ୍ଟିଟିରେ ପାଣି ଦେଉନି, ଜଷ୍ଟ ଅଳ୍ପ ଅଳ୍ପ ହିଁ ପାଣି ଦେଇଦେଉଛି, ଯାହାଫଳରେ କି ସେ ଯୋଉ ପରିବା ଚୋପା ଗୁଡ଼ିକ ଶୀଘ୍ର ଡିକମ୍ପୋଜ ହେଇପାରିବ। ଯେମିତି କହିଲି, ପରିବା ଚୋପା ଗୁଡ଼ିକ 15 ରୁ 20 ଦିନ ଭିତରେ ଡିକମ୍ପୋଜ ହେଇଯିବ, ଆଉ ଆପଣଙ୍କ ଗଛରେ ଧୀରେ ଧୀରେ ଆପଣ ଗ୍ରୋଥ ମଧ୍ୟ ଦେଖିବା ପାଇଁ ପାଇବେ। ଆଉ କିଛି ଦିନ ଭିତରେ ଆପଣଙ୍କ ଗଛରେ ମଧ୍ୟ ଏଭଳି ଭାବେ ସୁନ୍ଦର ସୁନ୍ଦର ବଡ ସାଇଜର ଫୁଲ ଆଉ କଲରଫୁଲ ଫୁଲ ଆସିଯିବ, ପୁରା ପରଫେକ୍ଟ କଲର ଆପଣଙ୍କ ଫୁଲରେ ଆସିବ। ଏବେ ଚାଲନ୍ତୁ କଥା ହେବା, ଯଦି ଆପଣଙ୍କ ଗଛରେ ପୋକ ଲାଗୁଛନ୍ତି, ମନ୍ଦାର ଗଛରେ ସାଧାରଣତଃ ପୋକ ଲାଗିଥାନ୍ତି, ପତ୍ର ଭିତରେ ମୋଡିକି ପଶି ଯାଇଥାନ୍ତି, ଆଉ ଯେଉଁ କଢ ଗୁଡ଼ିକ ଆସିଥାଏ ସେଇ କଢ ଗୁଡ଼ିକ ଭିତରେ ମଧ୍ୟ ପଶିକି କଢକୁ ଖାଇ ଯାଇଥାନ୍ତି, ଆଉ କଢର ଯେଉଁ ଡେମ୍ଫ ଥାଏ ସେଇ ଡେମ୍ଫରୁ ସବୁ ରସ ଶୋଷି ନେଇ ଯାଇଥାନ୍ତି, ଯାହା ଫଳରେ କି କଢ ଗୁଡ଼ିକ ଫୁଟିବା ବଦଳରେ ଝଡି ଯାଇଥାଏ। ତ ଏଇ ପୋକମାନଙ୍କୁ ଆପଣ କେମିତି ଦୂର କରିବେ? ପ୍ରଥମେ ତ ଗଛରୁ ଏଇ ପୋକ ଗୁଡ଼ିକୁ ବା ଏଇ ଯେଉଁ ଖରାପ ପତ୍ର ଗୁଡ଼ିକୁ ଯେଉଁଥିରେ କି ପୋକ ଲାଗିଛନ୍ତି କିମ୍ବା କଢରେ ଲାଗିକି କଢକୁ ଖରାପ କରିଦେଇଛନ୍ତି, ସେଇ ସବୁ ପତ୍ର ଆଉ କଢକୁ ଗଛରୁ କାଢି ନିଅନ୍ତୁ। ଏଇ ପୋକ ଗୁଡ଼ିକ କିଛି ପତ୍ରକୁ ଖରାପ ଯେଉଁ କରିଦେଇଥାନ୍ତି, ଯଦି ସେଇ ପତ୍ର ଗୁଡ଼ିକ ଗଛରେ ଲାଗିକି ରହିବ, ତାହେଲେ ଧୀରେ ଧୀରେ କରିକି ସେ ଗୋଟେ ପତ୍ରରୁ ସବୁ ପତ୍ରକୁ ଆପଣଙ୍କର ପୋକ ଗୁଡ଼ିକ ପଳେଇବେ। ସେଥିପାଇଁ ଖରାପ ପତ୍ର ଗୁଡ଼ିକୁ ଆପଣ କାଢି ନିଅନ୍ତୁ, ଯେଉଁଥିରେ କି ପୋକ ଲାଗିଛନ୍ତି କିମ୍ବା ପତ୍ର ଗୁଡ଼ିକ ହଳଦିଆ ପଡିଛି, ଏଗୁଡିକୁ ମଧ୍ୟ ଆପଣ ଟାଇମ ଟୁ ଟାଇମ କାଢି ନିଅନ୍ତୁ। ଏହା ସହିତ ଯେଉଁ ବାସି ଫୁଲ ଆସିଥାଏ, ସେ ବାସି ଫୁଲକୁ ମଧ୍ୟ ଆପଣ ଟାଇମ ଟୁ ଟାଇମ ଗଛରୁ କାଢି ନିଅନ୍ତୁ, କାହିଁକି ନା ସାଧାରଣତଃ ଯେଉଁ ହାଇବ୍ରିଡ ମନ୍ଦାର ଥାଏ, ସେଇ ଯେଉଁ ମନ୍ଦାରରୁ ମଞ୍ଜି ପ୍ରସ୍ତୁତ ହେଇଥାଏ। ଯଦି ଆପଣ ତାହାକୁ ନ କାଢିବେ, ତାହେଲେ ଗଛଟି ସେ ମଞ୍ଜି ପ୍ରିପାରେସନ ନେଇକି ସବୁ ଏନର୍ଜି ଲଗେଇବ, ଆଉ ନୂଆ ନୂଆ କଢ କିମ୍ବା ଫୁଲ ଆଣିବାରେ ସାହାଯ୍ୟ କରିବ ନାହିଁ, ବହୁତ ଲେଟ୍ ହେଇଯିବ କଢ ଆଉ ଫୁଲ ଆସିବାରେ। ଏହାକୁ କାଢି ସାରିଲା ପରେ ଆପଣ ଗଛରେ ପ୍ରତି 10 ଦିନରେ ଗୋଟେ ଥର କିଛି କିଛି ନିମ୍ ଅଏଲ ସ୍ପ୍ରେ କରନ୍ତୁ। ନିମ୍ ଅଏଲ କହିଲେ ନିମ ତେଲ। ଯଦି ନିମ ତେଲ ଆପଣଙ୍କ ପାଖରେ ନାହିଁ, ତାହେଲେ କିଛି ନିମ ପତ୍ରକୁ ବାଟି କରିକି ମଧ୍ୟ ଆପଣ ଗଛରେ ସ୍ପ୍ରେ କରିପାରିବେ। ତାର ରସକୁ ଆପଣ ସ୍ପ୍ରେ କରିନେବେ ପ୍ରତି 10 ରୁ 15 ଦିନରେ ଗୋଟେ ଥର। ଦେଖିବେ ଆପଣଙ୍କ ଗଛରେ କୌଣସି ପ୍ରକାର ପୋକ ଲାଗିବେ ନାହିଁ, ଆଉ ଆପଣଙ୍କ ଗଛଟି ମଧ୍ୟ ହେଲ୍ଦି ଭାବେ ଗ୍ରୋ କରିବ।